ଯେ ମୁଁ ଦୀର୍ଘ ଦିନ ଧରିକି ପ୍ରତି ଗ୍ରହଣରେ ଏବଂ ପରାଗରେ ଖାଇ ଆସିଛି। ଚନ୍ଦ୍ରଗ୍ରହଣ ବା ସୂର୍ଯ୍ୟ ପରାଗ ସମୟରେ ଖାଇଲେ କିଛି କ୍ଷତି ହୁଏନି। କଣ ଏଇ ସୂର୍ଯ୍ୟ ଚନ୍ଦ୍ରକୁ ନେଇକି ଯୋଉ ସୂର୍ଯ୍ୟ ପରାଗ ହଉଛି ବା ଚନ୍ଦ୍ରଗ୍ରହଣ ହଉଛି ପ୍ରକୃତିରେ କଣ କିଛି ସେମିତି ଅଛି ଯାହାକୁ ମାନିବା ଦରକାର, ଯାହାକୁ ଆମେ ମାନୁ? ପାକ ତ୍ୟାଗ ହୁଏ, ରୋଷେଇବାସ ବନ୍ଦ ହୁଏ, ଖାଇବା ପିଇବା ବନ୍ଦ ହୁଏ। ଦେଖନ୍ତୁ, ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ତ ଅଛି। ସେଟାକୁ ଆମେ ଯେତେବେଳେ ସୂର୍ଯ୍ୟ ଚନ୍ଦ୍ର ପୃଥିବୀ ଗୋଟିଏ ସରଳ ରେଖାରେ ରୁହନ୍ତି, ଜଣକର ଛାଇ ଯେତେବେଳେ ଅନ୍ୟ ଉପରେ ପଡ଼େ, ସେତେବେଳେ ତାକୁ ଆମେ ଅନେକ ସମୟରେ କହିଥାଉ ଯେ ସୂର୍ଯ୍ୟଗ୍ରହଣ ବା ଚନ୍ଦ୍ରଗ୍ରହଣ ବା ସୂର୍ଯ୍ୟ ପରାଗ। ଏଇ ହେଉଛି ତାର ଗୋଟିଏ ସରଳ ରେଖାରେ ରହିବାର କାରଣରୁ ହିଁ ହେଇଥାଏ। ମୁଁ ଯେମିତି କହୁଥିଲି ଯେ ପ୍ରତ୍ୟେକଟା ଅମାବାସ୍ୟାରେ ଏବଂ ପ୍ରତ୍ୟେକଟା ପୂର୍ଣ୍ଣିମାରେ ମଧ୍ୟ ସୂର୍ଯ୍ୟଗ୍ରହଣ ଚନ୍ଦ୍ରପରାଗ ହୁଅନ୍ତା ଯଦି ପୃଥିବୀର କକ୍ଷପଥ ଠାରୁ ଚନ୍ଦ୍ରର କକ୍ଷପଥର 5 ଡିଗ୍ରୀ ଢଳିକି ନ ରହିଥାନ୍ତା, ତାହେଲେ ପ୍ରତି ପୂର୍ଣ୍ଣିମାରେ ମଧ୍ୟ ଏମିତି ଚନ୍ଦ୍ରଗ୍ରହଣ ହେଉଥାନ୍ତା। ତେଣୁ ଆମେ ଯେଉଁ ପ୍ରକାର ଆମର ଏଇ ଯେଉଁ କ'ଣ ପାଇଁ ଚନ୍ଦ୍ରଗ୍ରହଣ ହେଉଛି ଏବଂ କ'ଣ ପାଇଁ ସୂର୍ଯ୍ୟପରାଗ ହେଉଛି, ସେ ସମ୍ପର୍କରେ ପୂର୍ବରୁ ଆମର ଧାରଣା ନଥିଲା। ଆମେ ଗୋଟେ କଳ୍ପନା କଲୁ ଯେ ଏଇଟାକୁ 2 ଜଣ ରାକ୍ଷସ, ଯିଏ ରାହୁ ଆଉ କେତୁ, ଇଏ 2 ଜଣ ଗିଳି ଦେଉଥିବାରୁ ସିଏ ଏଇ ଗ୍ରହଣ ବା ପରାଗ ହେଉଛି। କାହିଁକି ଗିଳି ଦେଉଛନ୍ତି, ତା ପଛରେ କାରଣ ହେଉଛି ସମୁଦ୍ର ମନ୍ଥନ ସମୟରେ ଯେ ଯେଉଁ ଅମୃତ ବାହାରିଥିଲା, ସେଗୁଡ଼ିକ ସମସ୍ତଙ୍କ ଭାବରେ ସମ ପରିମାଣରେ ବଣ୍ଟନ ନ ହୋଇକି କେବଳ ଦେବତାମାନଙ୍କ ଭିତରେ ହିଁ ବଣ୍ଟନ କରାଗଲା। ଯାହାଫଳରେ ଏଇ ଯେଉଁ ରାହୁ କେତୁ 2 ଜଣ, ଯାହାକୁ ରାକ୍ଷସ ବୋଲି କୁହାଯାଉଛି, ସେମାନେ ଚାଲାକ କରିକି ଦେବତାଙ୍କ ସାଇଡ଼ରେ ବସିଥିଲେ ଏବଂ ସେଗୁଡ଼ା ଖାଇ ଦେଇଥିଲେ। ଚନ୍ଦ୍ର ସେଇଟା ଆପଣଙ୍କର କୃଷ୍ଣକୁ କହିଦେଲେ ଯେ ଇଏ ମାନେ ଲୁଚିକି ଖାଇ ଦେଇଛନ୍ତି, ସେ ତାଙ୍କ ମୁଣ୍ଡକୁ କାଟି ଦେଇଥିଲେ। ଏବଂ ସେଇଦିନ ଠାରୁ ସେ ରିଭେଞ୍ଜ ନେବା ପାଇଁ, ପ୍ରତିଶୋଧ ନେବା ପାଇଁ ଚନ୍ଦ୍ର ସୂର୍ଯ୍ୟଙ୍କ ଉପରେ ଏଇଭଳି କରି ଆସୁଛନ୍ତି। ତେଣୁ ଯେହେତୁ ଆମର ଜଣେ ଦେବତାଙ୍କୁ, ଚନ୍ଦ୍ରକୁ ସୂର୍ଯ୍ୟଙ୍କୁ ଆମେ ଦେବତା ଭାବରେ ଗ୍ରହଣ କରିଥାଉ, ତେଣୁ ସେଥିପାଇଁ ଆମେ ସେଇ ଦେବତାଙ୍କୁ ଯେତେବେଳେ ଗିଳି ଦେଉଛନ୍ତି ଏବଂ ସେ ଜଣେ ଶବ ହେଇଯାଉଛି ବା ମୃତ୍ୟୁ ମୁଖରେ ପଡ଼ୁଛି ବୋଲି ଭାବୁ, ତେଣୁ ଆମେ ସେଥିପାଇଁ ଆମର ଖାଇବା ପିଇବା ବନ୍ଦ କରିଦେଇଥାଉ, ଦୁଃଖ ପ୍ରକାଶ କରିଥାଉ ଏବଂ ସେଇଟା ମୁକ୍ତ ହେଲା ପରେ ଆମେ ଯାଇକି ଖାଇଥାଉ ବୋଲିକି ଆମର ଗୋଟେ ଧାରଣା ଅଛି ବା ପୂର୍ବରୁ ଆମେ ଭାବି ଆସୁଥିଲେ। କିନ୍ତୁ ସେ ଯୋଉ ଦେହ ଖରାପ ହବା, ହାଣ୍ଡି ଛାଡ଼ିବା, ଗ୍ରହଣ ଟାଇମରେ ଖାଇଲେ ଦେହ ଖରାପ ହୁଏ ବୋଲି କହନ୍ତି, ଆଉ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯୋଉ ବିଶ୍ୱାସଟା ରହିଛି, ସେଇଟା କେତେ ଦୂର ଠିକ୍? ପ୍ରକୃତିରେ ସେମିତି କିଛି ହୁଏ? ନାଇଁ, ଦେଖନ୍ତୁ, ସେମିତି କିଛି ହୁଏ ନାହିଁ। ଗ୍ରହଣ ସମୟରେ ଖାଇଲେ କୌଣସି କ୍ଷତି ହୁଏ ନାହିଁ, କାରଣ ଗ୍ରହଣ ଗୋଟେ ନିର୍ଦ୍ଦିଷ୍ଟ ଏରିଆକୁ ଦେଖାଯାଏ, ସେଟା ଅନ୍ୟ ଏରିଆକୁ ମଧ୍ୟ ଦେଖାଯାଏ ନାହିଁ। ତେଣୁ ଗ୍ରହଣ ସମୟରେ ଖାଇଲେ କିଛି କ୍ଷତି ହୁଏନି। ମୋର ନିଜସ୍ୱ ଅନୁଭୂତି ହେଉଛି ଯେ ମୁଁ ଦୀର୍ଘ ଦିନ ଧରିକି ପ୍ରତି ଗ୍ରହଣରେ ଏବଂ ପରାଗରେ ଖାଇ ଆସିଛି। ଏବଂ ଆପଣ ତ ମାନେ ଜାଣନ୍ତି ଯେ ଆମେ ଗୋଟେ ମାସ୍ ଫିଷ୍ଟ ମଧ୍ୟ ଅନେକ ସମୟରେ କରିଥାଉ, ପିଲାମାନଙ୍କୁ ନେଇକି ଏବଂ ଅନ୍ୟ ସଚେତନ ନାଗରିକମାନଙ୍କୁ ନେଇକି। କିଛି ବର୍ଷ ଧରି ଆମେ ପ୍ଲାନେଟୋରିୟମରେ ଗୋଟିଏ ମଣ୍ଡପ କରିକି ତା ଉପରେ ସେଇ ସମୟରେ ହିଁ ଖାଇଥାଉ ଏବଂ ପିଲାମାନଙ୍କର କୋଶ୍ଚିନ୍ର ଆନ୍ସର ମଧ୍ୟ ଦେଉଥିଲୁ। ତେଣୁ ତାର କୌଣସି ପ୍ରଭାବ ପଡ଼େନି, ଖାଇବା ଉପରେ କୌଣସି ପ୍ରଭାବ ପଡ଼େନି। ପୁଣି ସେଇ ଆପଣଙ୍କର ଶାସ୍ତ୍ରରେ କୁହାଯାଇଛି ଯେ ଗୋଟିଏ ରୋଗୀ ଖାଇପାରିବ, ଜଣେ ଆପଣଙ୍କର ବୟସ୍କ ଲୋକ ଖାଇପାରିବ, ବୃଦ୍ଧ ଲୋକ ଖାଇପାରିବ, ଅନ୍ତଃସତ୍ତ୍ୱା ମହିଳା ଖାଇପାରିବ, ଜଣେ ଶିଶୁ ଖାଇପାରିବ। ତେଣୁ ଏତେ ଲୋକ ଯଦି ଖାଇପାରୁଛନ୍ତି, ପରମିଶନ ଅଛି, ତାହେଲେ ଆପଣଙ୍କର ହୃଷ୍ଟପୃଷ୍ଟ ଯୁବକ ଜଣେ କାହିଁ ଖାଇପାରିବନି? ସିଏ ବି ମଧ୍ୟ ଖାଇପାରିବ। ଖାଇବାର ଆଧାର କୌଣସି ପ୍ରଭାବ ନାହିଁ। ତେଣୁ ଚନ୍ଦ୍ରଗ୍ରହଣ ବା ସୂର୍ଯ୍ୟପରାଗ ସମୟରେ ଖାଇଲେ କିଛି କ୍ଷତି ହୁଏନି। କ୍ଷତି ଯଦି ହୋଇଥାନ୍ତା ତାହେଲେ ଅନେକ ପ୍ରକାର ହୁଅନ୍ତା। ସେମିତି ଯେଉଁ କଥା କୁହନ୍ତି ସୂର୍ଯ୍ୟପରାଗ ସମୟରେ, ଯେମିତି କୁହନ୍ତି ଯେ କିଛି ସମୟ ପାଇଁ ଏଠି ସବୁ ଜୀବାଣୁ ଭୂତାଣୁ ସବୁ ବଢ଼ିଯାଆନ୍ତି, ତେଣୁ ଖାଇବାନି। ତେଣୁ ଅନେକ ଦେଶ ଅଛି ଯେଉଁଠିକି 6 ମାସ ଦିନ ଆଉ 6 ମାସ ରାତି ହୁଏ। ସେଠି କ'ଣ ଖାଉନାହାନ୍ତି? ସେଇ ଯେଉଁ ଦେଶମାନଙ୍କରେ
ତେଣୁ ସେ ସମୟରେ ବି ସେମାନେ ଖାଆନ୍ତେ, ସେଥି ତ ଜୀବାଣୁ ବଢ଼ିଯାଆନ୍ତା। ଭାରତରେ ଯୋଉ ଗ୍ରହଣ ହଉ କି ସୂର୍ଯ୍ୟପରାଗ ହେଲେ ଜ୍ୟୋତିଷ ଶାସ୍ତ୍ର ହଉ କି ଜ୍ୟୋତିର୍ବିଦ ମାନେ ଯୋଉ ମତ ବାଢୁଛନ୍ତି ଖାଇବା କଥା ନୁହେଁ, ପାକ ତ୍ୟାଗ କରିବା କଥା, ହାଣ୍ଡି ଛାଡ଼ କରିବା କଥା। ଅନ୍ୟ ଦେଶରେ ଯେତେବେଳେ ଗ୍ରହଣ ଲାଗେ, ଭାରତ ବାହାରେ ଆମେରିକା ହଉ ପାକିସ୍ତାନ ହଉ, ଯେତେବେଳେ ସେଠି କ'ଣ ଏସବୁ ଜିନିଷକୁ ସେମାନେ ମାନନ୍ତି? ସେଠି ସେମାନେ ଉପଭୋଗ କରନ୍ତି ଏବଂ ବିଜ୍ଞାନୀମାନେ ଏହାକୁ ଏକ୍ସପେରିମେଣ୍ଟ କରନ୍ତି, ରିସର୍ଚ୍ଚ କରନ୍ତି। ଏହି ସମୟରେ ହିଁ ଅନ୍ୟ ଗ୍ରହଗୁଡ଼ିକ ଦେଖାଯାଇଥାଏ, ତେଣୁ ସେ ସମ୍ପର୍କରେ ଇଏ କରନ୍ତି। କୌଣସିଠାରେ କେହି ଏମିତି ଆମ ଭଳି ପାକତ୍ୟାଗ ବା ପୂଜାବିଧି ନିଷେଧ ଏସବୁ କଥା କରନ୍ତି ନାହିଁ। ଏଇଟା ଗୋଟେ ମହାଜାଗତିକ ଘଟଣା, ଛାଇ ଆଲୁଅର ଖେଳ, ଆକୁ ସମସ୍ତେ ଉପଭୋଗ କରନ୍ତି। ଆଉ ଏଟାକୁ କେହି ଏମିତି ଏଇଟା ଗୋଟେ ସାଧାରଣ ଘଟଣା, ସବୁ ସମୟରେ ହିଁ ଏଇଭଳି ଘଟଣା ଘଟୁଛି ମହାକାଶରେ, ଯେଉଁଟାକୁ ତାକୁ ଆମେ ଦେଖିପାରୁନାହାନ୍ତି ତାର ଅବସ୍ଥିତିକୁ ନେଇ। ଯେହେତୁ ପ୍ରତି ପୂର୍ଣ୍ଣିମାରେ ବି ମଧ୍ୟ ପଡ଼ିଥାନ୍ତା, ମୁଁ ଯେମିତି କହୁଥିଲି, ଯେହେତୁ ଢଳିକି ରହିଛି, ତେଣୁ ଏହା କୌଣସି ପ୍ରକାର କ୍ଷତି କରିବ ନାହିଁ। ଆମର ଯାହା ସବୁ ଭାବନା ଅଛି, ସେ ଭାବନା ଗୁଡ଼ିକ ସେତେବେଳେ ସମୟରେ ଆମେ ଚିନ୍ତା କରିଥିଲେ ଯେ ଏଇଥିପାଇଁ ହୁଏତ ହେଉଛି, ସେଥିପାଇଁ ଆମେ ତାର ପ୍ରତିକାର କରିଥିଲେ। ଆଜିର ଦିନରେ ଆମେ ବହୁ ପାୱାରଫୁଲ୍ ଟେଲିସ୍କୋପ୍ ଉଦ୍ଭାବନ ହେଲାଣି, ଆମେ ଦୂର ଗ୍ରହ ନକ୍ଷତ୍ର ଗୁଡ଼ିକୁ ଦେଖି ସାରିଲେଣି, ଚନ୍ଦ୍ରପୃଷ୍ଠରେ ସାଧାରଣ ମଣିଷଟିଏ ଯାଇସାରିଲାଣି, ସେଠି ଆମକୁ ଟୁରିଜିମର ଡେଭଲପମେଣ୍ଟ କରିବା ପାଇଁ ମଧ୍ୟ ଅନେକ ସମୟରେ ବ୍ୟବସ୍ଥା ହେଲାଣି। ତେଣୁ ଏଗୁଡ଼ିକ ଆଜିର ଦିନରେ ଏସବୁ ସମ୍ପର୍କରେ ଚିନ୍ତା କରିବା ଭିତ୍ତିହୀନ। ଯଦି ସାଇନ୍ସ ସତ, ଆମେ ଯଦି ବିଜ୍ଞାନକୁ ମାନୁଛେ ଆଉ ଅଲଗା ଦେଶମାନଙ୍କରେ ଏସବୁକୁ ଗୋଟେ ଉପଭୋଗ କରୁଛନ୍ତି, ତାହେଲେ ଭାରତରେ କାହିଁକି ନୁହେଁ? ଭାରତରେ କାହିଁକି ଏସବୁକୁ ନେଇକି ଗୋଟେ ବୈଜ୍ଞାନିକ କାରଣ ପରିବର୍ତ୍ତେ ଗୋଟେ ଜ୍ୟୋତିଷ ଶାସ୍ତ୍ରର କାରଣ ବାହାରୁଛି, ଜ୍ୟୋତିର୍ବିଦ ମାନଙ୍କର ଗୋଟେ ମତ ରହୁଛି, ଆଉ ଆମେ ବି ତାକୁ ମାନୁଛେ। କୋଉଠି ନା କୋଉଠି ପ୍ରାୟତଃ ସମସ୍ତେ ମାନୁଛନ୍ତି ଭାରତ ବର୍ଷରେ, ହାଣ୍ଡି ଛାଡ଼ ହଉ କି ପାକତ୍ୟାଗ ହଉ, ଏସବୁ ଜିନିଷକୁ ମାନୁଛେ ଗ୍ରହଣ ବେଳେ। ଦେଖନ୍ତୁ, ସମସ୍ତେ ମାନନ୍ତି ନାହିଁ, ଅନେକ ଲୋକ ସେ ଆପଣଙ୍କର ପାକତ୍ୟାଗ କରନ୍ତି ନାହିଁ, ଖାଆନ୍ତି। କିନ୍ତୁ ଗୋଟେ ସମାଜ ବ୍ୟବସ୍ଥାର ଚାପ ଅଛି, ସେଇ ଚାପଟାକୁ ଆପଣ ଅନେକ ଲୋକ ମାନିବା ପାଇଁ ବାଧ୍ୟ ହୁଅନ୍ତି। ଯଦି ନ ମାନିବା, ଆମେ ଗୋଟେ ଭିନ୍ନ ମଣିଷ ଭାବରେ ଲୋକ କହିବେ, ଇଏ କୌଣସି ପ୍ରକାର ପଦ୍ଧତିକୁ ମାନୁନାହାନ୍ତି। ତେଣୁ ସମାଜରେ ଯେହେତୁ ଗୋଟେ ଚାପ ଅଛି, ତେଣୁ ଅନେକ ସମୟରେ ବାଧ୍ୟବାଧକତାରେ ଆମେ ଏଗୁଡ଼ିକୁ ମଧ୍ୟ ମାନିଥାନ୍ତି କିଛି ଲୋକ। ତେଣୁ ଏଇଟାକୁ ମାନିବାରେ କୌଣସି ପ୍ରକାର ଯୁକ୍ତି ନାହିଁ, ମାନିବାର କୌଣସି ଯୁକ୍ତି ନାହିଁ। ଆମେ ସମାଜର ଚାପରେ ହିଁ କେବଳ ମାନିଥାନ୍ତି, ତା ବ୍ୟତୀତ ଅନ୍ୟ କିଛି ନୁହଁ। ତେଣୁ ସମାଜର ଚାପରୁ ମୁକ୍ତ ହେବା ପାଇଁ ହେଲେ ଆମକୁ ଏ ସମ୍ପର୍କରେ ସାଧାରଣ ଯେଉଁ ପିଲାମାନେ ପାଠ ପଢ଼ୁଛନ୍ତି, ସେମାନେ ଏ ବିଷୟରେ ଜାଣିକି ଆହୁରି ସଚେତନତା ସୃଷ୍ଟି କରାଯାଇପାରିଲେ ହିଁ ତାଙ୍କର ଭିତରେ ଏଇ ମାନସିକତାଟା ପରିବର୍ତ୍ତନ ହେବ। ସାର୍, ଜଣେ ବୈଜ୍ଞାନିକ ହିସାବରେ କ'ଣ କହିବାକୁ ଚାହିଁବେ ସେଇ ଜ୍ୟୋତିର୍ବିଦ ମାନଙ୍କୁ ହଉ କି ଯେଉଁମାନେ ଏ ଜିନିଷକୁ ଗୋଟେ ସଂସ୍କାର ଭାବିକିରି, ଗୋଟେ ପ୍ରଥା ଭାବିକି ମାନୁଛନ୍ତି, ଗ୍ରହଣକୁ ଖାଇବା ଛାଡ଼ କରୁଛନ୍ତି, ହାଣ୍ଡି ଛାଡ଼ କରୁଛନ୍ତି, ସେ ଜିନିଷ ନେଇକି କ'ଣ କହିବେ? ଦେଖନ୍ତୁ, ଏଇଟା ଯେହେତୁ ଆମର ଗୋଟେ ମାନେ ପରମ୍ପରା ଚାଲି ଆସିଛି, ସେଥିପାଇଁ କିଛି ଲୋକ ଶେଷ ପର୍ଯ୍ୟନ୍ତ ବି କହିବେ ଯେ ଖାଇଲେ କ୍ଷତିକର ବୋଲି, କିନ୍ତୁ ତାର କୌଣସି କ୍ଷତିକର ପ୍ରଭାବ ପ୍ରାୟ ନାହିଁ। ତାହେଲେ ଗ୍ରହଣ ଦିନ ହାଣ୍ଡି ଛାଡ଼, ପାକତ୍ୟାଗ ଏସବୁ କରିବା କଥା ଦରକାର କି ଦରକାର ନାହିଁ? ସେଟା ବ୍ୟକ୍ତିର ଇଚ୍ଛା ଉପରେ ନିର୍ଭର କରେ, କିନ୍ତୁ ଚନ୍ଦ୍ରଗ୍ରହଣ ବା ସୂର୍ଯ୍ୟପରାଗ ପାଇଁ ତାର ହାଣ୍ଡିଛାଡ଼ କରିବାର କୌଣସି ଯୁକ୍ତିଯୁକ୍ତତା ନାହିଁ। କେହି ଯଦି କହେ ମୁଁ ଖାଇବିନି, ସେ ନ ଖାଇଲେ କେହି ତାକୁ ବାଧ୍ୟ କରିବେ ନାହିଁ ତମେ ଖାଅ ବୋଲି। ଆଉ କେହି ଯଦି ଜଣେ ଖାଏ, ତାକୁ କୁହାଯାଇପାରିବ ନାହିଁ ତମେ ନ ଖାଅ ବୋଲି। ସେଟା ବ୍ୟକ୍ତିର ନିଜସ୍ୱ ସ୍ୱାଧୀନ ଚିନ୍ତାଧାରା। ଆପଣ ଏ ଜିନିଷକୁ କାହିଁକି ବିରୋଧ କରନ୍ତି? ଆପଣ ମୁଁ ଟିକେ ଶୁଣିବାକୁ ଚାହିଁବୁ, ଆପଣଙ୍କ ହିସାବରେ ଆପଣ କୋଉ ଭଳିଆ ଦେଖନ୍ତି ଏ ଜିନିଷକୁ ଯୋଉ ବିରୋଧ କରନ୍ତି? ଦେଖନ୍ତୁ, ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରୁଛି, ଆପଣ ରାହୁ କେତୁ ଆକୁ ଆଜିର ଦିନରେ ତାକୁ ଦୁଇଟି ରାକ୍ଷସ ବୋଲି ଭାବିବେ, ନା ଏଟା ଆକାଶମଣ୍ଡଳରେ ଏମିତି କିଛି ଆକାଶୀୟ ପିଣ୍ଡ ନାହିଁ ବୋଲି ବିଚାର କରିବେ? ବା ଯେଉଁ ଗ୍ରହଣ ଲାଗୁଛି ତାର କାରଣ ଆପଣ କହିବେ ଗୋଟେ ସରଳ ରେଖାରେ ତିନିଟି ପିଣ୍ଡ ରହିବା ଫଳରେ ଗ୍ରହଣ ବା ପରାଗ ହେଉଛି, ନା ଆପଣ କହିବେ ଚନ୍ଦ୍ର ବା ରାହୁ ବା କେତୁ ଗିଳିଦେବା ଫଳରେ ଚନ୍ଦ୍ର ସୂର୍ଯ୍ୟକୁ ଏମିତି ହେଉଛି? ତେଣୁ ଆମ ବିଜ୍ଞାନରେ ଗୋଟିଏ କଥା ପଢ଼ା ହେଉଛି
ଯେ ଏଇ ତିନୋଟି ପିଣ୍ଡ ଗୋଟିଏ ସରଳ ରେଖାରେ ରହିଲେ ସୂର୍ଯ୍ୟର ଆଲୋକ ପୃଥିବୀ ପୃଷ୍ଠରେ ପଡ଼େ ଏବଂ ଚନ୍ଦ୍ର ପୃଷ୍ଠରେ ତାର ଛାଇ ପଡ଼େ, ଯାହାଫଳରେ ଆମ କିଛି ସମୟ ପାଇଁ ଏ ଘଟଣା ଘଟିଥାଏ। ଆମେ ଯଦି କହିବା ଯେ ରାହୁ ଗିଳିଦେଲା ବୋଲି, ତାହେଲେ ଆମ ବହିରେ ଯାହା ପାଠ ପଢ଼ା ହେଇଛି ବା ଏ ସମ୍ପର୍କରେ ଯେଉଁ ଆମକୁ ମାର୍କ ମିଳିବା କଥା ସେଇଟା ମିଳିବ ନାହିଁ। ତେଣୁ ମୋର କହିବା କଥା, ଆମେ କେବଳ ମୁଁ ନୁହଁ, ଅନେକ ଆପଣଙ୍କର ସାଧାରଣ ଲୋକଟି ଏଗୁଡ଼ିକ ମଧ୍ୟ ବିରୋଧ କରିକି ଆସିଛନ୍ତି। ଆମେ କାହିଁକି ବିରୋଧ କରୁଛୁ? ଆମେ ଯଦି ସତୀଦାହ ପ୍ରଥା ଥାନ୍ତା ଆଜି ବି ଆମେ କହିଦେଇଥାନ୍ତୁ ଯେ ହଁ ଚାଲିଛି ଚାଲୁ, ଆମର କ'ଣ ଅଛି ଅସୁବିଧା। କିନ୍ତୁ ଯେଉଁ ସ୍ୱାମୀଟି ମରିଗଲା, ତା ସ୍ତ୍ରୀର କୌଣସି ଦୋଷ ନଥାଇ ତାକୁ ଆମେ ଜିଅନ୍ତା କାହିଁକି ପଡ଼ିବା? ସେଠି ତ ପ୍ରତିବାଦ କରିବା। ରାମମୋହନ ରାୟ ଯଦି ତାର ପ୍ରତିବାଦ କଲେ, ଆଜିର ଦିନରେ ଆମେ ତାର ଉପଭୋଗ କରୁଛେ। ଆଜି ଆମକୁ କେହି ବାଧ୍ୟବାଧକତା କରୁନାହିଁ। ଗୋଟିଏ ସମୟ ଥିଲା ମହିଳାମାନେ ଯଦି ପାଠ ପଢ଼ିବେ ବିଧବା ହେଇଯିବେ ବୋଲି କୁହାହେଉଥିଲା। ସାବିତ୍ରୀବାଈ ଫୁଲେ ଯଦି ତାହେଲେ ପ୍ରତିବାଦ କଲେ, ନୂଆ ସ୍କୁଲ ଖୋଲିଲେ ଏବଂ ମହିଳାମାନଙ୍କୁ ଡାକିକି ଆଣି ସେଠି ପଢ଼େଇଲେ, ସେ ହୁଏତ ନିର୍ଯାତନା ପାଇଥାଇପାରନ୍ତି, ଅନେକ ଦୁଃଖ କଷ୍ଟରେ ଜୀବନ ତାଙ୍କର ଯାଇଥାଇପାରେ। କିନ୍ତୁ ଆଜିର ଦିନରେ ଆମର ଭାଇମାନେ, ଆମର ଭଉଣୀମାନେ, ଆମର ଅନ୍ୟାନ୍ୟ ଝିଅମାନେ ସେ ପାଠ ପଢ଼ିବାର ସୁଯୋଗ ପାଉଛନ୍ତି। ଆଜି କେହି କହୁନାହିଁ ତମେ ପାଠ ପଢ଼ନା, ତମର ବିଧବା ହେଇଯିବ ବୋଲି, ସେ କଥା କେହି କହୁନାହାନ୍ତି। ତେଣୁ ପ୍ରତ୍ୟେକ କଥା ପାଇଁ କିଛି କିଛି ଲୋକ ତାର ପ୍ରତିବାଦ କରିଥାନ୍ତି, ତାର ବିରୋଧ କରିଥାନ୍ତି ଏବଂ ତାର ସୁଫଳଟା ହୁଏତ ଖୁବ୍ ଡେରିରେ ମିଳିଥାଇପାରେ। ଯଦି ଗାଲିଲିଓ କହିଥାନ୍ତେ ଯେ ସେଇ ହଁରେ ହଁ ମାରୁଥାନ୍ତେ, ପୃଥିବୀଟା ସ୍ଥିର ରହିଛି ଆଉ ସୂର୍ଯ୍ୟ ତା ଚାରିପଟରେ ବୁଲୁଛି, ତାହେଲେ ଆଜିର ଦିନରେ ଆମେ ତାକୁ ହିଁ କହୁଥାନ୍ତେ। ଗାଲିଲିଓ କହିଲେ ଏବଂ ତାଙ୍କୁ ଅନେକ ନିର୍ଯାତନା ସହିବା ପାଇଁ ପଡ଼ିଲା। ସିଏ ମଧ୍ୟ ସେଇ ନିର୍ଯାତନାରେ ମୃତ୍ୟୁବରଣ କଲେ। ଯୁକ୍ତି ବି ଠିକ୍। ତାହେଲେ ଏଇ ସବୁ ଯୁକ୍ତିକୁ ଯେତେବେଳେ ଆପଣ ବାହାରେ ପ୍ରକାଶ କରନ୍ତି, ସେତେବେଳେ ସମାଲୋଚନାର ମଧ୍ୟ ଶିକାର ହୁଅନ୍ତି। ଦେଖନ୍ତୁ, ସମାଲୋଚନାର ଶିକାର ହବା ପାଇଁ ପଡ଼େ, ତା ସତ୍ତ୍ୱେ ମଧ୍ୟ ଆମକୁ ଯେଉଁଟା ସତ୍ୟ ସେଟାକୁ କହିବା ପାଇଁ ପଡ଼ିବ।
जदि आमे से सत्यटा आज न कहि परिबा आमर परवर्ती पीढ़ी माने से माने हमको प्रश्न पचारिबे जे आपण माने समस्ते थिले किंतु ए आ पई तो कई प्रश्न पचारि नथिले तेणु हमको प्रश्न पचारिबा पई ही पड़िबो कारण जो माने एई गुडी को नेई कि किछि सेमानकर स्वार्थ हानि हुए सेतेबेले सेमाने ही प्रश्न आको प्रतिवाद करिथान स्वार्थ कौन हानि हुए देखंतु सूर्य ए जो चंद्र ग्रहण रे परे आपणकर आपण अशौच हेले तेणु आपण गाधा पाधा करेंगे मंदिर को जीवे बा अनेक जगार ब्राह्मण पुरोहित मैंने आसिक आपन शुद्ध करेंगे शुद्ध करला आपन 10-50 टंका लेखा देवे तेणु किसी गोटे आपको ज्योतिष मैंने बा ये आपन को मंगल करदेवे बर्तमान ग्रहण लगी पराग लगी यहाँ हवा फल या क्षति होता यहाँ आम ठीक करदेबू ये सब करूँ ता फल से किसी अर्थनैतिक भाव से लाभवान हूँ ये जो माने तांकर भित्ति जोटा को नहीं से माने लाभवान होउचंती ताकू जेतेबेले जने चैलेंज करूची बा जो माने चैलेंज करूचंती तांको ऊपर से माने प्रतिवाद करिथांती ताकू खेती करिया पे मध्य चाहितांती 2026 रे एआई जुगले लोके साइंस को न माने कि चंद्र ग्रहण को विश्वास करछंती ताको कोन कह जेबे ग्रहण दिन खाइबा उचित किबा उचित नहीं ग्रहण दिन खाइले कोनोसी क्षति नाही तेणु सेटार प्रमाण तो आपण मैंने वर्ष वर्ष धरी देखुं आम मान तो ओपनली अनेक जगह खाई देखु आमे माने आज बंचीछु किंतु जो माने ग्रहण रे न खाई से माने हे तो से ज्योतिष मान भितर आज 3 मार्च आउ कहीं आम सागर पैनल जन दी जन हे तो बसी पारे ना कारण हूँ जड़े बंचवा बा तार अन्यान्य निर्भर ये ग्रहण ये खाईदेले ही क्षति करिवो तार किसी भित्ति नाही जुक्ति नाही न खाइले भल हम खाइले खराब हम सेमती किसी ना एवं से जो दुई प्रकार कथा कंट्राडिक्ट कथा कहते जे माने खाई परिवे जदि जड़े रोगी लोकटे खाईपर कि जड़े शिशुटे खाईपर जड़े गर्भवती महिला खाईपर तेणु अन्य माने कहीं खाईपर ये तो मेजर लोक से पलि गले खाइबार तेणु खाऊ ना किए खाऊँ समस्ते खाइबा भी उचित खाइबा सहित सूर्यपराग चंद्रग्रहण कौन संपर्क ना।